ସମସ୍ତ ପ୍ରିୟର ଛାତ୍ର ଏବଂ ଛାତ୍ରୀମାନଙ୍କୁ ମୁଁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ୍ ଚ୍ୟାନେଲରେ। ତ ଆଜିର ଆମେ ଆଲୋଚନା କରିବା ସିଟି ଆପ୍ଲାଇର ତାରିଖ, ବିଇଡ଼ି ଆପ୍ଲାଇର ତାରିଖ କେବେ ହେଲା। ସିଟି ବିଇଡ଼ି ଆପ୍ଲାଇ କେବେ କରାଯିବ ଆସିଗଲା। ଗୋଟେ ତମର ଆପ୍ଲାଇ ପାଇଁ ତାରିଖର ନୋଟିସ୍ ଏବଂ କେବେ ଆପ୍ଲାଇ କରାଯିବ ସେ ସମ୍ବନ୍ଧରେ ମୁଁ ତୁମମାନଙ୍କୁ କହିବି ଏବଂ ପୂର୍ବ ବର୍ଷ ଆପ୍ଲାଇ କେମିତି ହେଇଥିଲା, କେବେ ହୋଇଥିଲା ସେ ସମ୍ବନ୍ଧରେ କହିବି। ପରୀକ୍ଷା ବି କେବେ ହୋଇଥିଲା ଆଜିର ଏ ଭିଡ଼ିଓରେ ଆମେ ଆଲୋଚନା କରିବା। ତ ଯେଉଁମାନେ ନୂଆ ଆସିଛ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ଅଲ୍ କରିଦେବ, ଯାହାଫଳରେ ସମସ୍ତ ଭିଡ଼ିଓର ତୁମ ପାଖରେ ପହଞ୍ଚି ପାରିବ। ଏବଂ ପିଲାମାନେ ଯେଉଁ ରହିଲା କଥା, ଆଜି ସମସ୍ତେ କହୁଛନ୍ତି ସାର୍ ସିଟିର ଆପ୍ଲାଇ ଡେଟ୍ ଆଉ ବିଇଡ଼ିର ଆପ୍ଲାଇ ଡେଟ୍ କେବେ ରହିବ। ସିଟି ବିଇଡ଼ି ଆମେ ଯେଉଁ କହୁଛେ ସିଟି ପାଇଁକି ଆମର 6500ଟି ସିଟ୍ ରହୁଛି, ବିଇଡ଼ି ପାଇଁ ପାଖାପାଖି 2500 ନା 2300 ସିଟ୍ ଅଛି ହେଲା। ତ ସିଟି ପାଇବାଟା ବହୁତ ସହଜ, ବୁଝିଲା। ତ ସିଟି ପାଇବାଟା ବହୁତ ସହଜ। ସିଟିରେ ଏତେ କ୍ୱେଶ୍ଚନେବୁଲ୍ ହାର୍ଡ଼ ନଥାଏ। ବିଇଡ଼ିରେ ଯେତେ ବିଏଡ଼୍ ଯେଉଁଟା କହୁଛେ ବିଏଡ଼୍ ବୋଲି, ତ ବିଏଡ଼୍ରେ ଯେତେ କ୍ୱେଶ୍ଚିନ୍ ହାର୍ଡ଼ ଥାଏ ସେତେଟା କ୍ୱେଶ୍ଚିନ୍ ସିଟିରେ ହାର୍ଡ଼ ନଥାଏ। ସିଟିଟାକୁ SCRT ତୁମର ଏକ୍ଜାମ୍ କରେ, ବଟ୍ ବିଏଡ଼୍ଟାକୁ ତୁମର ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ଏକ୍ଜାମିନେସନ୍ କରେ ବା କ'ଣ ତାକୁ କଣ୍ଡକ୍ଟ କରିଥାଏ। ତ ଏଇ ଯେଉଁ ସିଟି ଏକ୍ଜାମ୍ ରହିବ, ସିଟିର ଯେଉଁ କେବେ ହେବ ନା ତୁମର ଆପ୍ଲାଇର 30 ଦିନ ପରେ ବିଏଡ଼୍ ଏବଂ ସିଟି ପାଇଁ ଏକ୍ଜାମ୍ କରାଯିବ। ସେଥିପାଇଁ ମୁଁ ତୁମମାନଙ୍କୁ କହୁଛି ଆପ୍ଲାଇ ପାଇଁ ଯେଉଁମାନେ ବାଡ଼େଇ ହେଉଛ, ଯେଉଁମାନେ ସିଟି ଏକ୍ଜାମ୍ ଦେବା ପାଇଁ ଚାହୁଁଛ, ବିଏଡ଼୍ ପାଇଁ ଚାହୁଁଛ, ସେମାନେ ନିଜ ମନକୁ ପଚାର ତୁମେ ପ୍ରିପାରେସନ୍ ହେଉଛ ନା। ତ ଗତ ବର୍ଷ କ'ଣ ହେଇଥିଲା ନା ପ୍ରିପାରେସନ୍ କଲା ହିଁ ତୁମେ କ୍ରାକ୍ କରିପାରିବ କୌଣସି ପରୀକ୍ଷାକୁ ପିଲାମାନେ। ତ ଦେଖ ମୋର ପ୍ରିୟର ପିଲାମାନେ, ଯଦି ତୁମେମାନେ ସିଟି ପାଇଁ ବିଏଡ଼୍ ପାଇଁକି ଇଚ୍ଛା ହେଉଛି ବା ଟିଚର୍ ହେବା ପାଇଁ ତୁମର ମନରେ ଆଗ୍ରହ ଅଛି, ତ ତୁମମାନଙ୍କୁ ପଢ଼ିବାକୁ ପଡ଼ିବ। ତୁମେମାନେ ଜାଣିଛ ରିଜନିଂ ପଢ଼ୁଛି, ଜିକେ ପଢ଼ୁଛି, ଆଉ ମ୍ୟାଥମେଟିକ୍ସ ପଢ଼ୁଛି ତୁମର ଏକ୍ଜାମ୍ରେ, ତା ସହିତ ଇଂଲିଶ ବି ପଢ଼ୁଛି। ସବୁ ତ ତୁମେ ସିଲାବସ୍ ବି କମ୍ପ୍ଲିଟ୍ ଥିବ। ବଟ୍ 6500 ସିଟ୍ ସିଟି ପାଇଁକି ଦିଆଯିବ ତୁମମାନଙ୍କ ପାଇଁ। ଗତ ବର୍ଷ ମେ ମାସ 1 ତାରିଖରୁ ଆପ୍ଲାଇ ହେଇଥିଲା, ଜୁନ୍ ମାସ 1ରୁ 10 ଭିତରେ ଏକ୍ଜାମ୍ ପାଇଁ କଣ୍ଡକ୍ଟ କରାଯାଇଥିଲା। ମାନେ ଯେବେ ଆପ୍ଲାଇ କରାଯିବ ତାର ମାସେ ପରେ ତୁମର ଏକ୍ଜାମ୍ କଣ୍ଡକ୍ଟ କରାଯିବ। ତ ଆପ୍ଲାଇ ତୁମର କେବେ ହେବ ନା ତୁମର ଯେଉଁମାନେ ବି ଅପେକ୍ଷା ଅଛନ୍ତି +2 ରେଜଲ୍ଟ ପରେ, ମୋର ଆଶା ଅଛି ଏ ବର୍ଷ ମେ ମାସ 25 ତାରିଖ ହେଉ ବା ଜୁନ୍ ଫାର୍ଷ୍ଟ ୱିକ୍ରେ ଆପ୍ଲାଇ କରାଯିବ ଏବଂ ଅଗଷ୍ଟ ମାସରେ ପରୀକ୍ଷା କରାଯିବ। ସିଟି ବିଏଡ଼୍ ପାଇଁ ବା ସିଟି ପାଇଁ ଯେଉଁମାନେ ପ୍ରିପାରେସନ୍ ବେସିକାଲି କରୁଛ, ତୁମମାନେ ମେ ମାସ ଲାଷ୍ଟ ବେଳକୁ ତୁମର ଆପ୍ଲାଇ କରାଯିବ। ପ୍ରସ୍ତୁତି ବି କରାଯାଇଛି। 15 ତାରିଖ ସୁଦ୍ଧା ତୁମର ସବୁ ଚୂଡ଼ାନ୍ତ ହେଇକି ରେଜଲ୍ଟ ବାହାରିଲା ପରେ ବା ତୁମର ଯେଉଁ ସିଟିର ଆପ୍ଲାଇ ପାଇଁକି କ'ଣ ତାରିଖ ଘୋଷଣା କରାଯିବ, ଆଡ଼ଭାର୍ଟାଇଜମେଣ୍ଟ ପେପରରେ ଦେବ ଏବଂ ସାମ୍ସରେ ମଧ୍ୟ ଉପଲବ୍ଧ ହେବ, ମୁଁ ତୁମମାନଙ୍କୁ କହିବି। ବଟ୍ ଆପ୍ଲାଇ ଆଉ 10-15 ଦିନ ପରେ ତୁମର ଏସବୁ ଆପ୍ଲାଇ କରାଯିବ। ଖାଲି ଆପ୍ଲାଇ ପାଇଁ ବାଡ଼େଇ ହେଲେ କିଛି ହେବନି। ସେଥିପାଇଁ ତୁମକୁ ସିଲାବସ୍ ଅନୁସାରେ କମ୍ପ୍ଲିଟ୍ କରିବାକୁ ପଢ଼ିବାକୁ ପଡ଼ିବ। ଯେମିତି କହିଦେଲି ତୁମମାନଙ୍କୁ ସିଲାବସ୍ କ'ଣ ଟିକେ ରହିଛି, କେଉଁଥିରୁ କେତେ ମାର୍କର ପଡ଼ିବ। ଲାଙ୍ଗୁଏଜ୍ ଇଂଲିଶରୁ 10 ମାର୍କ ପଡ଼ିବ, ଏଜୁକେସନାଲ୍ ଜେନେରାଲ୍ ଆୱାରନେସ୍ 5 ମାର୍କର, ରିଜନିଂ 5 ମାର୍କର, ଟିଚିଂ ଆପ୍ଟିଟ୍ୟୁଡ଼୍ 10 ମାର୍କ, ଇଏ ରହିଲା 30 ମାର୍କ, ଇଏ ରହିଲା ଓଡ଼ିଆ, ତେଲୁଗୁ, ଉର୍ଦ୍ଦୁ, ସାନ୍ତାଳୀ 15 ମାର୍କର, ମ୍ୟାଥମେଟିକ୍ସ 15ର, ସୋସିଆଲ୍ ସାଇନ୍ସ 15, ସାଇନ୍ସର 15, ଇଏ 60 ମାର୍କ ଟୋଟାଲ୍। ଏହିସବୁ ଉପରେ ତୁମର ପଡ଼ିବ। ଇଏ ହେଉଛି ତଳେ ସିଲାବସ୍ ଗୁଡ଼ିକ ତୁମେ ଦେଖିପାରୁଥିବ। ତ ଆକୁ ଯଦି ତୁମେମାନେ କଭର୍ କରୁଛ ସିଟି ପାଇଁ କ୍ୱାଲିଫାଇ କରିଯିବ। ତ ତୁମମାନଙ୍କର କ୍ଲାସ୍ ବି ମୁଁ ସିଟିର ଷ୍ଟାର୍ଟ କରିଥିଲି 4ରୁ 5ଟି। ତ ରେଗୁଲାର ବି କ୍ଲାସ୍ ହେବ, ସମସ୍ତେ ଜଏନ୍ ହେବ। ଧନ୍ୟବାଦ, ଜୟ ହିନ୍ଦ।